ଏଟାକୁ ଆପଣ ବିଜୟର ନାଁ ଦଉଛନ୍ତି କେମିତି ସେଟା ମୁଁ ତ ଜାଣିପାରୁନି। ବିଜୟଟା ସେତେବେଳେ ପାଇବି ଯେତେବେଳେ ମୁଁ ଯୋଉମାନଙ୍କ ଏଗେନଷ୍ଟରେ କେସ୍ କରିଛି, ଯୋଉମାନେ ମତେ ନିର୍ଯାତନା ଦେଇଛନ୍ତି, ସେମାନେ ଯେତେବେଳେ ବନ୍ଧ ହେବେ ସେଇଟା ହଉଛି ବିଜୟ। ବର୍ତ୍ତମାନ ବେଲ୍ ମିଳିନି, ମତେ କୋଉଠି ନା କୋଉଠି ଫାଶୀରେ ବନ୍ଧା ମୋ ବେକରେ ଅଛି। କାରଣ ଯୋଉମାନଙ୍କ ନାଁରେ ମୁଁ କେସ୍ ଦେଇଛି ସେମାନେ ଏବେ ପର୍ଯ୍ୟନ୍ତ ଖୋଲା ଖୋଲା ବୁଲୁଛନ୍ତି। ବର୍ତ୍ତମାନ ମୋ ଜୀବନ ଯେତିକି ସଙ୍କଟାପନ୍ନ ଥିଲା ଆହୁରି ବଢିଯାଇଛି। ମୁଁ କୋଉଠି ନା କୋଉଠି ମୁଁ ଏସପି ସାର୍ଙ୍କୁ ଅନୁରୋଧ କରି ମତେ ପୋଲିସ ପ୍ରୋଟେକ୍ସନ ଦିଆଯାଉ। ଜଣେଇଲେ ବି ଗିରଫ ଆପଣ ଦାବି ବର୍ତ୍ତମାନ କରୁଛନ୍ତି ସେମାନେ ଗିରଫ ହୁଅନ୍ତୁ ନା କଣ? ସମସ୍ତେ ଗିରଫ ହୁଅନ୍ତୁ, ପୋଲିସ ବି ସସ୍ପେଣ୍ଡ ହଉ, ଆଇ ଏଇ ଯୋଉ ଏସ୍ଆଇ ବି ସସ୍ପେଣ୍ଡ ହୁଅନ୍ତୁ। ଆଉ ଭିଡ଼ିଓ ଯୋଉ ମିଛ ଆଲିଗେସନ କରିଛନ୍ତି ସେଟା ତ ପ୍ରୁଫ୍ ହେଇ ସାରିଲାଣି, ସେ ବି ସସ୍ପେଣ୍ଡ ହବା ଦରକାର। ଏଟାକୁ ଆପଣ ବିଜୟର ନାଁ ଦଉଛନ୍ତି କେମିତି ସେଟା ମୁଁ ତ ଜାଣିପାରୁନି। ବିଜୟଟା ସେତେବେଳେ ପାଇବି ଯେତେବେଳେ ମୁଁ ଯୋଉମାନଙ୍କ ଏଗେନଷ୍ଟରେ କେସ୍ କରିଛି, ଯୋଉମାନେ ମତେ ନିର୍ଯାତନା ଦେଇଛନ୍ତି, ସେମାନେ ଯେତେବେଳେ ବନ୍ଧ ହେବେ ସେଇଟା ହଉଛି ବିଜୟ। ବର୍ତ୍ତମାନ ବେଲ୍ ମିଳିନି, ମତେ କୋଉଠି ନା କୋଉଠି ଫାଶୀରେ ବନ୍ଧା ମୋ ବେକରେ ଅଛି। କାରଣ ଯୋଉମାନଙ୍କ ନାଁରେ ମୁଁ କେସ୍ ଦେଇଛି ସେମାନେ ଏବେ ପର୍ଯ୍ୟନ୍ତ ଖୋଲା ଖୋଲା ବୁଲୁଛନ୍ତି। ବର୍ତ୍ତମାନ ମୋ ଜୀବନ ଯେତିକି ସଙ୍କଟାପନ୍ନ ଥିଲା ଆହୁରି ବଢିଯାଇଛି। ମୁଁ କୋଉଠି ନା କୋଉଠି ମୁଁ ଏସପି ସାର୍ଙ୍କୁ ଅନୁରୋଧ କରି ମତେ ପୋଲିସ ପ୍ରୋଟେକ୍ସନ ଦିଆଯାଉ। ଜଣେଇଲେ ବି ଗିରଫ ଆପଣ ଦାବି ବର୍ତ୍ତମାନ କରୁଛନ୍ତି ସେମାନେ ଗିରଫ ହୁଅନ୍ତୁ ନା କଣ? ସମସ୍ତେ ଗିରଫ ହୁଅନ୍ତୁ, ପୋଲିସ ବି ସସ୍ପେଣ୍ଡ ହଉ, ଆଇ ଏଇ ଯୋଉ ଏସ୍ଆଇ ବି ସସ୍ପେଣ୍ଡ ହୁଅନ୍ତୁ। ଆଉ ଭିଡ଼ିଓ ଯୋଉ ମିଛ ଆଲିଗେସନ କରିଛନ୍ତି ସେଟା ତ ପ୍ରୁଫ୍ ହେଇ ସାରିଲାଣି, ସେ ବି ସସ୍ପେଣ୍ଡ ହବା ଦରକାର।